ସାଥୀ ସ୍ୱାଗତମ୍। କେମିତି ଆଜି ଆଲୋଚନା କରିବାନି? କରିବା ନା। ଆମେ ଆସନ୍ତାକାଲି ପାଇଁ 26 ତାରିଖ ଶୁକ୍ରବାର ପାଇଁ ଆଲୋଚନା କରିବା। 26 ତାରିଖ ସେପ୍ଟେମ୍ବର ମାସ 26 ତାରିଖ ଶୁକ୍ରବାର ବିଷୟରେ ଦୁଃଖ ସୁଖ ହେବା ଦୈନିକ ରାଶିଫଳ। ମନେ ରଖନ୍ତୁ, এই 26 ତାରିଖ ତିଥି ଚତୁର୍ଥୀ, ନକ୍ଷତ୍ର ବିଶାଖା, ଚନ୍ଦ୍ର ଅଛନ୍ତି ତୁଳାରେ, ବିଛା ଧନୁ ଓ ମୀନ ରାଶିର ଘାତ ବାର। ବିଛା ଧନୁ ଓ ମୀନ ରାଶିର ଘାତ ବାର ଅର୍ଥାତ୍ କେଉଁଠି ଟିକେ ଆଘାତ ହେବ, ଝୁଣ୍ଟି ପାରନ୍ତି, ରକ୍ତପାତ ହୋଇପାରେ, ହାତ ଗୋଡ଼ କଟି ଯାଇପାରେ, କେଉଁଠି ଛୁଞ୍ଚି ଫୁଟି ଯାଇପାରେ, କଣ୍ଟା ଫୁଟି ଯାଇପାରେ, ଘାତ ବାର, ଟିକେ ହୁସିଆରି ହେବା। ବିଧାତା ବିଚାର ଯାହା ସେ ପର କଥା, ଆମେ ଆମ ତରଫରୁ ଘର ଛାଇବା ନା। ଆଉ ବୃଷ ରାଶିର ଘାତ ତିଥି କମ୍ ସମୟ ପାଇଁ, ସେ ଟିକେ 9ଟା 35 ଯାଏ ହୁସିଆର ରହିବେ। ବୃଷ ରାଶି ମାନେ 9ଟା 35 ଯାଏ ହୁସିଆର ରହିବେ। ଘାତ ତିଥି। ବିଛା ରାଶି ପୁରୁଷଙ୍କର ଘାତ ଚନ୍ଦ୍ର। ବିଛା ରାଶି ପୁରୁଷମାନେ ଟିକେ ହୁସିଆର ରହିବେ। ଘାତ ଚନ୍ଦ୍ର, ମାନସିକ ଅଶାନ୍ତି ବଢ଼ିଯିବ, ଅପମାନ ଭୋଗ ହେବ, ଗୋଟେ ଜିନିଷ ଖୋଜି ଖୋଜି ପାଇବେନି, କ୍ଳାନ୍ତ ହିଁ ପଡ଼ିବେ। ବିଛା ରାଶି ପୁରୁଷଙ୍କର ଘାତ ଚନ୍ଦ୍ର। ମିଥୁନ ରାଶି ମହିଳାଙ୍କର ମଧ୍ୟ ଘାତ ଚନ୍ଦ୍ର। ମିଥୁନ ରାଶି ମହିଳାଙ୍କର ଘାତ ଚନ୍ଦ୍ର। ତେଣୁ ମିଥୁନ ରାଶିର ମହିଳା, ବିଛା ରାଶିର ପୁରୁଷ ଆଉ ବୃଷ ରାଶିର ସମସ୍ତ ନାରୀ ଆଉ ପୁରୁଷ, ତା ଛଡ଼ା ବିଛା ଧନୁ ଓ ମୀନ ରାଶିର ଘାତ ବାର। ଦୁଇଟା କଥା କୁହାଗଲା ବିଛା ପାଇଁ। ବିଛା ପାଇଁ ଆଜି ଘାତ ବାର, ବିଛା ପାଇଁ ଆଜି ଘାତ ଚନ୍ଦ୍ର। ତେଣୁ ବିଛା ରାଶିର ଆଜି ଟିକେ ସମସ୍ୟା ଅଧିକା ହେଇପାରେ। ତେଣୁ ଆମେ ସମସ୍ତେ ଏଇ ବିପଦରୁ ଉଦ୍ଧାର ପାଇବା ପାଇଁ ସ୍ମରଣ କରିବା। ଏବେ ଚାଲିଛି ନବମୀ, ଦୁର୍ଗାଙ୍କର ପୂଜା ଚାଲିଛି ସର୍ବତ୍ର। ନବଦିବସୀୟ ପୂଜା। ମା ଆସିଛନ୍ତି ପୃଥିବୀ କି ଡାକ ପକାଇବା, ଦୁର୍ଗା 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 ଦୁର୍ଗେ ସ୍ମୃତା ହରସି ଭୀତି ମଶେଷ ଜନ୍ତୋ ସ୍ୱସ୍ତି ଶୁଭା ମତି ମତୀବ ଶୁଭାಂ କରୋଷି। ତେଣୁ ଦୁର୍ଗାଙ୍କୁ ସ୍ମରଣ କରିବା। ସର୍ବମଙ୍ଗଳ ମାଙ୍ଗଲ୍ୟେ ଶିବେ ସର୍ବାର୍ଥ ସାଧିକେ ଶରଣ୍ୟେ ତ୍ର୍ୟମ୍ବକେ ଗୌରୀ ନାରାୟଣୀ ନମସ୍ତୁତେ। ଜୟନ୍ତୀ ମଙ୍ଗଳା କାଳୀ ଭଦ୍ରକାଳୀ କପାଳିନୀ ଦୁର୍ଗା କ୍ଷମା ଶିବା ଧାତ୍ରୀ ସ୍ୱାହା ସ୍ୱଧା ନମସ୍ତେ। ଯଦି କିଛି ମନ ନାହିଁ, ଖାଲି ଦୁର୍ଗା ଦୁର୍ଗା କହିବା ବାସ୍। ଆସିବା ମେଷ ରାଶି ପାଖକୁ। ମେଷ ପାଇଁ 3ଟା 20 ଯାଏ ଶୁଭ। ମେଷ ପାଇଁ 3ଟା 20 ଯାଏ ଶୁଭ, ତା ପରଠୁ ଅଶୁଭ। 3ଟା 20 ଯାଏ ବହୁତ ଭଲରେ ସମୟ ଯିବ। ସବୁ ଯୋଜନା ସଫଳ ହେବ, କାର୍ଯ୍ୟକାରୀ ହେବ। ଧନ ଜନ ଆନନ୍ଦ ଦେବେ। ମାତ୍ର 3ଟା 20 ପରଠାରୁ ଅଶୁଭ ପବନ ବହିବ। ଆଗ ସମସ୍ତଙ୍କୁ ସନ୍ଦେହ ଲାଗିବ, ତାପରେ ମୁଣ୍ଡ ବିନ୍ଧିବ, ଘୋଳା ବିନ୍ଧା ଆରମ୍ଭ ହେବ, ଦେହ ଦରଜ ହେବ, କ୍ରମଶଃ ଦେହ ଅସୁସ୍ଥ ହୋଇଯିବ। ପୁରୁଣା ରୋଗୀ ହୋଇଥିଲେ ଅସୁବିଧା ବଢ଼ିଯିବ। ଏଣୁ ହନୁମାନଙ୍କର ଶରଣାପନ୍ନ ହେବା। ସମସ୍ୟା ବଢ଼ି ବଢ଼ି ଗଲେ ଆମେ ହନୁମାନଙ୍କର ଶରଣାପନ୍ନ ହେବା। ଟିକେ ଆଗରୁ କହିଲେ ଦୁର୍ଗା ଦୁର୍ଗା କହିବା ପାଇଁ, ପୁରୁଣା ରୋଗୀଙ୍କର ସମସ୍ୟା ବେଶୀ ବଢ଼ିଯିବ। ତେଣୁ ସେ ସମସ୍ତେ ଦୁର୍ଗାଙ୍କୁ ସ୍ମରଣ କରିବା। ଯେହେତୁ ଦିନାତ୍ମକ ପୂଜା ଚାଲିଛି, ଦୁର୍ଗା ଦୁର୍ଗା ଦୁର୍ଗା। ଆସିବା ବୃଷ ପାଖକୁ। ବୃଷ ରାଶିର ଆଜି ବଢ଼ିଆ ଦିନ। ଧନ ଜନ ଗୋପ ଲକ୍ଷ୍ମୀରେ ଘର ପୂରିଯିବ। ଚତୁର୍ଥ କେତୁ, ପଞ୍ଚମ ରବି, ବୁଧ ମାନେ ପଞ୍ଚମ ବୁଧ, ଏହି
ଗ୍ରହ 3 ଜଣ ହଇରାଣ କରିବେ। କେତୁ, ବୁଧ ଆଉ ରବି ଦୁଃସମ୍ବାଦ ଶୁଣି ଶୋକ କରିପାରନ୍ତି। ଶନି ବି ଶୋକ ସମ୍ବାଦ ଶୁଣେଇବେ। ସବୁପ୍ରକାର ଧନ ଜନ ଉପଲକ୍ଷ୍ମୀ ବଢ଼ିବ, କିନ୍ତୁ ଦୁଃସମ୍ବାଦ ଆସିବ। ସନ୍ତାନ ସମ୍ପର୍କୀୟ ସମସ୍ୟା ଶୁଣି ଦୁଃଖିତ ହେବେ। ପୁଅ ଝିଅମାନଙ୍କର କ'ଣ ସମସ୍ୟା ଗୋଟେ ହେବ, ସେ ଖବର କାନରେ ବାଜିବ, ଦୁଃଖ ବି ଲାଗିବ। ଶୁକ୍ର, ବୃହସ୍ପତି, ମଙ୍ଗଳ, ରାହୁ ଓ ଶନି ସାହାଯ୍ୟ କରିବେ। ଶୁକ୍ର, ବୃହସ୍ପତି, ମଙ୍ଗଳ, ରାହୁ, ଶନି ସାହାଯ୍ୟ ସହଯୋଗ କରିବେ। ତେଣୁ ସମସ୍ୟା ଯାହା ହେଲେ ବି ଗୁରୁତର ନୁହେଁ। ତଥାପି ସମସ୍ୟା ତ ଛୋଟିଆ କଣ୍ଟା ଗୋଡ଼ରେ ଫୁଟିଗଲେ, ଟିକିଏ ବାଲି ଆଖିରେ ପଡ଼ିଗଲେ କଷ୍ଟ ହୁଏ ନା। ବୁନ୍ଦେ ଲେମ୍ବୁ ରସ ହାଣ୍ଡିଏ କ୍ଷୀରରେ ପଡ଼ିଲେ ବା ସେ ଫାଟିଯାଏ, ଦହି ହେଇଯାଏ। ଦୁଃଖ ହିଁ ଦୁଃଖ। ତେଣୁ ଏ ସାମାନ୍ୟ ଦୁଃଖକୁ ବେଖାତିର କଲେ ତାହା ବଡ଼ ଦୁଃଖରେ ପରିଣତ ହେବ। ଏଣୁ ଆମେ ଦୁର୍ଗା ସ୍ମରଣ କରିବା। ଆସିବା ମିଥୁନ ପାଖକୁ। ମିଥୁନ ପାଇଁ ଆଜି ଭଲ ଖବର। ଆରମ୍ଭ କରିଥିବା ସମସ୍ତ କାମ ସଫଳ ହେବ। କରିଥିବା ଓ ଆରମ୍ଭ କରିବାକୁ ଥିବା, ଯାହା ତ ଆରମ୍ଭ ହେଇଯାଇଛି ସେ କାମ, ଯେଉଁ କାମ ଆମେ ଭାବିଛେ କରିବା, ତ ଆରମ୍ଭ କରିଥିବା ଓ ଆରମ୍ଭ କରିବାକୁ ଥିବା ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମାହିତ ହେବ। ମନସ୍କାମନା ପୂରଣ ହେବ। ଖାଦ୍ୟ ପେୟ ନିଦ୍ରା ବି ସୁଖ ଲାଗିବ। ଗୁରୁ, କେତୁ, ରବି, ରାହୁ, ମଙ୍ଗଳ ଏହି ଗ୍ରହମାନେ ହଇରାଣ କରିବେ। ଗୁରୁ, କେତୁ, ରବି, ରାହୁ ଆଉ ମଙ୍ଗଳ ଏ 5 ଗ୍ରହ ହଇରାଣ କରିବେ। ମୁଣ୍ଡକୁ ଦୁର୍ବୁଦ୍ଧି ଆସିବ। ଏଇ ତ ଅସୁବିଧା। ମୁଣ୍ଡକୁ ଦୁର୍ବୁଦ୍ଧି ମାନେ ପାପ ବଢ଼ିଲା। ପାପ ବଢ଼ିଲା ମାନେ ତ ଦୁଃଖକୁ ସ୍ୱାଗତ କରିବା। ଆମେ ଆଉ ଜାଣିଲା ପରେ ଯଦି ଆମେ ଅନ୍ୟର କ୍ଷତି କରିବା, ପର ନିନ୍ଦା କରିବା, ପର କଥାକୁ କାନେଇକି ଶୁଣିବା, ତାହେଲେ ଆଉ ମୁଁ କ'ଣ କରିବି? ନାଇଁ, ଭୁଲ କରନା କି କଷ୍ଟ ଭୋଗନା। ଯିଏ ନିଆଁ ଗିଳେ ସିଏ ଅଙ୍ଗାର ହଗେ। ସାବଧାନ। ମୁଣ୍ଡକୁ ଦୁର୍ବୁଦ୍ଧି ଆସିବ, ଆଉ ଶାରୀରିକ ପୀଡ଼ା ବି ହେବ। ବଦନାମ ହେଇଯାଇପାରେ। ଘରକୁ ସିନା ଧନ ଜନ ଗୋପ ଲକ୍ଷ୍ମୀ ଆସିଯିବ, ହେଲେ ଯଦି ପାଟି ଆଉ କାନ ଆଖି ଏ 3ଟା ଉପରେ ଆମେ ଟିକେ ଅଙ୍କୁଶ ନ ଲଗେଇବା, ତାହେଲେ ଇଏ ଆଲୋକ ଅନ୍ଧକାରରେ ପରିଣତ ହେବ। ସାବଧାନ। ହାତେ ମାପି ଚାଖେଣ୍ଡ ଚାଲନ୍ତୁ। ଆସିବା କର୍କଟକ ପାଖକୁ। କର୍କଟ ରାଶି ପାଇଁ ଆଜି 3ଟା 20 ଯାଏ ଅସୁବିଧା ପରେ ଅସୁବିଧା, ଅସୁବିଧା ପରେ ଅସୁବିଧା। 3ଟା 20 ଯାଏ ଅସୁବିଧା ପରେ ଅସୁବିଧା। ଖାଲି ତ ବିଧା ଆଉ। 3ଟା 20 ପରେ ସୁବିଧା। ହଁ, 3ଟା 20 ପରେ ସବୁ ସୁବିଧା ହୋଇଯିବ। ସମସ୍ତ ଅଧୁରା ସ୍ୱପ୍ନ ପୂରଣ ହେବ। ଆରୋଗ୍ୟ ଲାଭ କରିବେ। ଧନ ଆସିବ। ବନ୍ଧୁ ମିଳନ ହେବ। ପରୋପକାର ପାଇଁ ଇଚ୍ଛା ହେବ। ମନ୍ଦିର ଯିବା ପାଇଁ ଭାବିବେ। ଦିନ ସାରା ରବି, 3ଟା 20ରୁ ଚନ୍ଦ୍ର ସହାୟ ହେବେ। ଏଣୁ କହିଛି ଆପଣଙ୍କର ଇଷ୍ଟଦେବୀ ଭୁବନେଶ୍ୱରୀ, ତାଙ୍କୁ ଜପନ୍ତୁ ନା। ହ୍ରିଂ ଭୁବନେଶ୍ୱରୀ, ହ୍ରିଂ ଭୁବନେଶ୍ୱରୀ, ହ୍ରିଂ ଭୁବନେଶ୍ୱରୀ। 3ଟା 20 ପର୍ଯ୍ୟନ୍ତ ମାନେ ଦିନ ଯିବ ଦୁଃଖେ ଦୁଃଖେ, ରାତି ଆସିବ ସୁଖେ ସୁଖେ। 3ଟା 20 ପର୍ଯ୍ୟନ୍ତ ସଂଯମତା ରକ୍ଷା କଲେ ଆଉ କିଛି ସମସ୍ୟା ହେବନି। ବିଧି ବିଧାନ ତ ଅଲଗା ଆଉ। ବାସ୍। ଏବେ ଆମେ ଆସିବା ସିଂହ ପାଖକୁ। ସିଂହ ରାଶିର 3ଟା 20 ଯାଏ ଶୁଭ ମଙ୍ଗଳ ହେବ।
ସିଂହ ରାଶିର 3ଟା କୋଡ଼ିଏ ଯାଏ ଯାହା ହେବ ସବୁ ଶୁଭ ଆଉ ସୁମଙ୍ଗଳ। ଶୁଭ ମଙ୍ଗଳ ହେବ। 3ଟା କୋଡ଼ିଏ ପରେ ଭସା ବାଦଲ ଆସି ଏଇ ସୁଖ ଚନ୍ଦ୍ରମାକୁ ଘୋଡ଼େଇ ଦେବ। 3ଟା କୋଡ଼ିଏ ପରେ ଭସା ବାଦଲ ଆସି ଏଇ ସୁଖ ଚନ୍ଦ୍ରମାକୁ ଘୋଡ଼ାଇ ଦେବ। ଫଳରେ ଦେହ ଖରାପ ହେବ, ପୁରୁଣା ରୋଗୀଙ୍କ ସମସ୍ୟା ବଢ଼ିଯିବ। ଶୁକ୍ରବାର ହେତୁ ବିପଦ ଟିକେ ଅଧିକ ହେବ। ଧନ ମାନ ସ୍ୱାସ୍ଥ୍ୟ ହାନିରେ ହେବ। ଧନ ମାନ ଆଉ ସ୍ୱାସ୍ଥ୍ୟ ହାନି ହେବ। ଆଉ ଭୁଲ ନିଷ୍ପତ୍ତି ନେଇ ବିପଦରେ ପଡ଼ିବେ। ଭୁଲ ନିଷ୍ପତ୍ତି କଥାଟିଏ ଅଛି, ସାନ ଥିଲେ ବିଚାରି, ବଡ଼ ଥିଲେ ପଚାରି। ନିଷ୍ପତ୍ତି ନେବା ପୂର୍ବରୁ ଛୋଟ ଛୋଟ ପୁଅ ଝିଅଙ୍କ ସହିତ, ଭାଇ ଭଉଣୀଙ୍କ ସହିତ ଆଲୋଚନା କରନ୍ତୁ। ଘରେ ଯେଉଁ ଗୁରୁଜନ ଅଛନ୍ତି, ବାପା, ବଡ଼ ଭାଇ, ଏଭଳି ଯେଉଁମାନେ ବୟସ୍କ ଲୋକ, ତାଙ୍କର ପରାମର୍ଶ ନିଅନ୍ତୁ, ପଦକ୍ଷେପ ନିଅନ୍ତୁ। ନିଜେ ନିଷ୍ପତ୍ତି ନିଅନ୍ତୁନି। 3ଟା କୋଡ଼ିଏ ପରେ ଯାହା ନିଷ୍ପତ୍ତି ନେବେ ତାହା ହିଁ ବିପଦ ହେବ। ମାନେ ବଳଦ ମୋତେ ବିନ୍ଧି। ଏବେ ଯିବା କନ୍ୟା ପାଖକୁ। କନ୍ୟାର ଆଜି ଖାଲି ଭୁଲ ପରେ ଭୁଲ ହେବ। କନ୍ୟା ରାଶିର ଲୋକେ ଯାହା କରିବେ ତା ଭୁଲ। ନିଜ ପାଇଁ ଭୁଲ, ପର ପାଇଁ ଭୁଲ, ପଡ଼ୋଶୀ ପାଇଁ ଭୁଲ, ଆତ୍ମୀୟ ସ୍ୱଜନଙ୍କ ପାଇଁ ବି ଭୁଲ। କନ୍ୟା ରାଶିର ଆଜି ଖାଲି ଭୁଲ ପରେ ଭୁଲ ହେବ। ଅସ୍ଥିର ମନରେ ସମସ୍ତଙ୍କୁ ସନ୍ଦେହ କରିବେ। ସନ୍ଦେହ ଦୃଷ୍ଟିରେ ଦେଖିବା ଦ୍ୱାରା ଯାହା ହୁଏ ବ୍ୟୟ ବଢ଼ିଯିବ, ବୃଥା ବ୍ୟୟ ହେବ। ଧନ ମାନ, ବନ୍ଧୁ, ସ୍ୱାସ୍ଥ୍ୟ ହାନି ହେବ। ଦାରିଦ୍ର୍ୟ ଅବସ୍ଥା ଘନେଇ ଆସିବ। 3ଟା କୋଡ଼ିଏ ପରେ ଭାଗ୍ୟର ବି ଉଦୟ ହେବେ। ଦିନ ଦୁଃଖରେ ଯିବ। 3ଟା କୋଡ଼ିଏ ପରେ ସୁଖ ଆସିବ। ସବୁ ଭଲ ଲାଗିବ। ମନ ବୁଝିବ ମୁଁ ଭୁଲ କରିଛି। 3ଟା କୋଡ଼ିଏ ପରେ ଭାଗ୍ୟର ବି ଉଦୟ ହେବ। ଖାଲି ଶାନ୍ତି ମିଳିବନି, ସୁଖ ହିଁ ମିଳିବ। ଶାନ୍ତି ସୁଖ ଉଭୟ ଫେରିବ। ଅର୍ଥାଗମ ହେବ। ସମସ୍ୟା ଦୂରେଇ ଯିବ। ଖାଦ୍ୟ ରୁଚିକର ହେବ। ଦିନଟି ଦୁଃଖରେ ଯିବ, ମାତ୍ର ରାତିରେ ଶାନ୍ତି ମିଳିବ। ସକାଳର ଚା ଜଳଖିଆ ଅରୁଚିକର ହେଇଥିବ, ମଧ୍ୟାହ୍ନ ଭୋଜନ ଭଲ ଲାଗିନଥିବ, ହେଲେ ଉପରବେଳାର ଜଳଖିଆ, ସନ୍ଧ୍ୟାର ଚା, ରାତ୍ରି ଭୋଜନ ଆନନ୍ଦ ଦେବ। ବଢ଼ିଆ ନିଦ ହେବ। ସକାଳକୁ କହିବେ ବଢ଼ିଆରେ କି ନିଦ। ଯିବା ତୁଳା ପାଖକୁ। ତୁଳା ପାଇଁ ବଢ଼ିଆ ଦିନ। 3ଟା କୋଡ଼ିଏ ଯାଏ। ସେ ଯାଏ ଧନ ମାନ, ମନ, ସମ୍ମାନ, ତନ ସବୁଥିରେ ଶାନ୍ତି ସୁଖ ଆସିବ। କ'ଣ କହିଲେ? ତନ ବୁଝିପାରିଲେନି? ତନୁକୁ ବା ତନ କୁହାଯାଏ। ଆଉ ଥରେ ଶୁଣନ୍ତୁ। ଧନ ବୁଝିହେଲା। ଧନ ମନ ମାନ ମାନେ ସମ୍ମାନ। ଧନ ମନ ମାନ ତନ ସବୁଥିରେ ଶାନ୍ତି ସୁଖ ଆସିବ। 3ଟା କୋଡ଼ିଏ ଯାଏ। ମାନେ ଦେହ ଭଲ ରହିବ, ମନ ଭଲ ରହିବ, ଧନ ଆସିବ, ସମ୍ମାନ ବଢ଼ିବ। ଆଚ୍ଛା, ତା ପରଠାରୁ ଅଶାନ୍ତ ଝଡ଼ ବହିବ। ବିରକ୍ତକର ପରିବେଶ ସୃଷ୍ଟି ହେବ। ବିରକ୍ତି ଲାଗିବ। ପଡ଼ୋଶୀଙ୍କ ସହ ଝଗଡ଼ା ହେବ। ବୃଥା ବ୍ୟୟ ହେବ। ଜନ୍ମ ମଙ୍ଗଳ, ପଞ୍ଚମ ରାହୁ, ଦ୍ୱାଦଶ ରବି ଓ ବୁଧ ତଥା ଚନ୍ଦ୍ରଙ୍କ ପାଇଁ ସମସ୍ୟା ପରେ ସମସ୍ୟା ଆସି ଦୁଃଖ ଦେବ। ତେଣୁ 3ଟା କୋଡ଼ିଏ ପରେ ତ ମୁଁ କହିଛି ଦୁର୍ଗା ଦୁର୍ଗା ସ୍ମରଣ କରନ୍ତୁ। ମା ଦୟା କରିବ। ଭାରି ଦୟାଳୁ। ଦେଖିବା ବିଛା ରାଶି କଥା।
ବିଛା ରାଶିର 3ଟା 20 ଯାଏ ବଡ଼ ଅସୁବିଧା। ବିଛା ରାଶିର ଆଜି ଦିନ 20 ଯାଏ ବଡ଼ ଅସୁବିଧା, ତା ପରଠାରୁ ସବୁ ସୁବିଧା ହେବ। 3ଟା 20 ଯାଏ ଧୈର୍ଯ୍ୟ ଧରି ଚୁପଚାପ ରହିଲେ ତ ଭଲ। ହସିବେ, ନହେଲେ ମୁଣ୍ଡକୁ କୋପ ଉଠିବ। ନିଜ ଜିନିଷକୁ ଭାଙ୍ଗିବେ, ଫୋପାଡ଼ିବେ, ଆପଣା ଲୋକକୁ କଟୁ କଥା କହିବେ, ଆଘାତ ଦେବେ। 3ଟା 20 ଯାଏ 3ଟା 20 ଯାଏ ଏଇ ସମସ୍ୟା ହେବ। ମନସ୍ତାପ ହେବ, ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିବ, ଦେହ ଅସୁସ୍ଥ ଲାଗିବ, ବିଶ୍ରାମ ନିହାତି ଦରକାର। 3ଟା 20 ପରଠାରୁ ଧୀରେ ଧୀରେ ମନ ପାଇଁ ମଳୟ ପବନ ବହିବ, ସୁଖ ଶାନ୍ତି ଫେରିବ, ସମସ୍ତ ଇଚ୍ଛା ପୂରଣ ହେବ। ଦିନ ଯିବ ଶାନ୍ତ ପରିବେଶରେ, ଅଶାନ୍ତି ଭିତରେ। 3ଟା 20 ପରେ ଶାନ୍ତି ଲାଗିବ, ସୁଖ ଲାଗିବ। ଆଉ ଭାବିବେନି ଯେ ଦିନ ତ ଖରାପରେ ଗଲା, ରାତିରେ କ'ଣ କରିବି, କୁଆଡ଼େ ଯିବି ଅନ୍ଧାରରେ। ନାଇଁ 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 ନାଇଁ, ସବୁ ତ ବିଧି ବିଧାନ, ଆମେ କ'ଣ କରିବା। ଏବେ ଯିବା ଧନୁ ପାଖକୁ। ଧନୁ ରାଶିର ଲୋକେ 3ଟା 20 ଯାଏ ବଢ଼ିଆ ମଜା କରିବେ। ଆଶାତୀତ ଆନନ୍ଦ, ଆଶା କରିନଥିବେ ଏତେ ଆନନ୍ଦ ଆସି ପହଞ୍ଚିବ। 3ଟା 20 ଯାଏ ଧନୁରାଶିର ଲୋକେ ଆଶାତୀତ ଆନନ୍ଦ ଅନୁଭବ କରିବେ, ଅତି ଅଧିକ ଆନନ୍ଦିତ ହେବେ। 3ଟା 20 ପରଠାରୁ କ୍ରମଶଃ ଗୋଟିଏ ପରେ ଗୋଟିଏ ସମସ୍ୟା ଆସି ମନ ମସ୍ତିଷ୍କକୁ ବିଗାଡ଼ି ଦେବ। 3ଟା 20 ଯାଏ ବଢ଼ିଆ, 3ଟା 20 ଠାରୁ ହାଡ଼ିଆ। ତେଣୁ 3ଟା 20 ପର୍ଯ୍ୟନ୍ତ ଯେଉଁ ଧନ ଆସିବ, ମାନ ଆସିବ, ଖାଦ୍ୟ ଆସିବ, ତାକୁ ଟିକେ ନେଇ ଅହଙ୍କାର କରିବେନି। କାରଣ ଜଣେଇ ଦିଆଗଲା, ପରେ ପରେ ଦୁଃଖ ରାକ୍ଷସ ମାଡ଼ି ଆସିବ। 3ଟା 20 ପରେ ଗୋଟିଏ ସମସ୍ୟା ଆସି ମନ ମସ୍ତିଷ୍କକୁ ବିଗାଡ଼ି ଦେବ। ଦେହ ଓ ମନ ଖରାପ ହେବ। ପୁରୁଣା ରୋଗୀ ହୋଇଥିଲେ କଷ୍ଟ ଅଧିକ ହେବ। ଧୈର୍ଯ୍ୟ ଧରି ପାରିଲେ ଭଲ। ଦୁଃଖରେ ଯେ ହସେ ସେ ପରା ବୁଦ୍ଧିମାନ, ଦୁଃଖରେ ଯିଏ କାନ୍ଦେ ସିଏ ପରା ହତଭାଗା। ସମ୍ଭାଳି ନିଅନ୍ତୁ ନା। ଚକ୍ରବତ୍ ପରିବର୍ତ୍ତନ୍ତେ ସୁଖାନି ଚ ଦୁଃଖାନି ଚ। ଦିନଟା ଆନନ୍ଦରେ ପାଇଲେ ରାତିରେ ଦୁଃଖ ଆସିବ। ଧୈର୍ଯ୍ୟ, ହସନ୍ତୁ, ମନ ଖୋଲି ହସନ୍ତୁ, ଦେହ ଭଲ ହେଇଯିବ। ମଧୁର ବ୍ୟବହାର କରନ୍ତୁ, ଆଉ ସମସ୍ତେ ଖୁସି ହେବେ, ସହଯୋଗର ହାତ ବଢ଼େଇବେ। ହଁ, ଧନୁ କଥା ସରିଲା। ଏବେ ମକର କଥା। ମକର ରାଶିଆଙ୍କର ଆଜି କଚେପୋବାର। ବାରେ, ଶୁକ୍ରବାର ଦିନ ମକର ରାଶିର ଲୋକେ ଯାହା ଚାହିଁବେ ତା କରିବେ। ମାନେ ପାହାଡ଼ ଉଠେଇବେ, ଆଉ ସମୁଦ୍ର ଶୁଖେଇବେ। ନାଇଁ 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 ନାଇଁ, ଭଲ ଚିନ୍ତା ଯାହା କରିବେ ତା ପୂରଣ ହେବ। ଈଶ୍ୱର ଦୟା କରିବେ, ହେଲା। ତେଣୁ ମକର ରାଶିଆଙ୍କ ପାଇଁ କଚେପୋବାର, ସବୁ ଆନନ୍ଦ ସୁଖ ମକର ରାଶି ଭାଗ୍ୟରେ ଅଛି। ଦିନଟି ଯାକ ଆନନ୍ଦ ପାଇବେ। ଯେଉଁ କର୍ମ କରିବେ ତାହା ମଜା ଲାଗିବ। କର୍ମ ମୁଖର ରହିବେ, ସବୁ ଦିଗରୁ ଆନନ୍ଦ ମିଳିବ, ବହୁ ଲାଭ ହେବ। ଧନ ମାନ ସ୍ୱାସ୍ଥ୍ୟ ବନ୍ଧୁ ସମସ୍ୟା ହେବନି। ଦ୍ୱିତୀୟ ରାହୁ, ଷଷ୍ଠ ଗୁରୁ, ଅଷ୍ଟମ କେତୁ, ନବମ ରବି, ନବମ ବୁଧ, ନବମ ଶୁକ୍ର ମନ୍ଦ ଫଳ ଦେବେ। ଏଣୁ କେତେ ଗୁଡ଼ିଏ ଗ୍ରହ ଅଶୁଭ ଚିନ୍ତା କରୁଛନ୍ତି, ଅଥଚ ମୁଁ କହୁଛି ଦିନ ଭଲରେ ଯିବ। କାରଣ ଆଜି ହିଁ ସେମାନେ ପୂର୍ବରୁ କରିଥିବା ପୁଣ୍ୟ ସହାୟ ହେବ। ତଥାପି ଏ ଗ୍ରହମାନଙ୍କୁ ଶାନ୍ତି କରିବା ପାଇଁ ବାରମ୍ବାର ଦୁର୍ଗା ଦୁର୍ଗା ଜପନ୍ତୁ। ନବ ଦିନାତ୍ମକ ପୂଜା ଚାଲିଛି ପରା।
ଯଦି ସମୟ ପାଇବେ ଦୁର୍ଗା ମନ୍ଦିର ଯାଇ ଆଣ୍ଠେଇ ପ୍ରଣାମ କରନ୍ତୁ, କୁହନ୍ତୁ ମା ଦୟା କର, ପଣତ ତଳେ ଟିକେ ଘୋଡ଼େଇ ଦିଏ ନା, ରକ୍ଷା କର ମା। ଏବେ ଯିବା କୁମ୍ଭ ପାଖକୁ। କୁମ୍ଭ ରାଶି ପାଇଁ 3ଟା 20 ଯାଏ ଅସୁବିଧା ବେଳ, ଅସୁବିଧା ଦୁଃଖ ସମ୍ମାନ ହାନି ଯୋଗ ଅଛି। ଜନ୍ମ ରାହୁ ପାଇଁ ଧନ ମାନ ଓ ସ୍ୱାସ୍ଥ୍ୟ ହାନି ହେବ। ଦ୍ୱିତୀୟ ଶନି ପାଇଁ କୁଟୁମ୍ବରେ ସମସ୍ୟା ହେବ। ସପ୍ତମ କେତୁ ହେତୁ ଭାଇ ଭଗାରୀ ହେବ। ଅଷ୍ଟମ ଶୁକ୍ର ଓ ରବି ସମସ୍ତ ସମସ୍ୟାକୁ ସ୍ୱୀକାର କରିବ। 3ଟା 20 ପରଠାରୁ କର୍ମ ଚଞ୍ଚଳ ରହିବେ। କର୍ମ କ୍ଷେତ୍ରରୁ ଶାନ୍ତି ଓ ସୁଖ ମିଳିବ। ଧନ ଆସିବ, ସୁଖାଦ୍ୟ ବି ମିଳିବ, ବଢ଼ିଆ ନିଦ ହେବ। ଭଲ ବନ୍ଧୁ ଅନ୍ତରଙ୍ଗ ମିତ୍ର ଆନନ୍ଦ ଓ ସୁଖ ଦେବେ। ତଥାପି ଗୋଟିଏ ମନ୍ତ୍ର ଜପିବେ ନା, 3ଟା 20 ପର୍ଯ୍ୟନ୍ତ ସମସ୍ୟା ଅଛି, ତାପରେ ଯେଉଁ ସୁଖ ଆସିବ ସେ ସୁଖ ହିଁ ଦୁଃଖର କାରଣ ହେଇପାରେ। ଏଣୁ ସୁଖ ପାଇଲା ମାତ୍ରେ ଓମ୍ ନମଃ ଶିବାୟ ଜପିବେ, ବାରମ୍ବାର ଜପିବେ, 1000 ଥର ଜପିବେ, ମଙ୍ଗଳ ହେବ। ଜପିବେନି ନ ଜପନ୍ତୁ, ମୁଁ କ'ଣ କରିବି। ଶେଷ ରାଶି ମୀନ ରାଶି। ମୀନ ରାଶିର 3ଟା 20 ଯାଏ ଦିନ ଭଲରେ ଯିବନି। 3ଟା 20 ଯାଏ ଭଲରେ ଯିବନି। ଯନ୍ତ୍ରଣା ଜର୍ଜରିତ ହୋଇ ବ୍ୟସ୍ତ ହେବେ। ଦିନ ଶୁକ୍ରବାର ଦିନ 20 ଯାଏ ଯନ୍ତ୍ରଣା ଜର୍ଜରିତ ହୋଇ ବ୍ୟସ୍ତ ହେବେ। ଏହି ରାଶିର ଲୋକେ 3ଟା 20 ପରେ ଭାଇ ବନ୍ଧୁ କୁଟୁମ୍ବଙ୍କ ସହଯୋଗ ପାଇ ଖୁସି ହେବେ। 3ଟା 20 ପର୍ଯ୍ୟନ୍ତ ସମ୍ଭାଳି ନିଅନ୍ତୁ, ଝଡ଼ ଆପେ ଆପେ କମିଯିବ। 3ଟା 20 ପରେ ଭାଇ ବନ୍ଧୁ କୁଟୁମ୍ବଙ୍କ ସହଯୋଗ ପାଇ ଖୁସି ହେବେ। 3ଟା 20 ଯାଏ ଧନ ସମୟ ମାନ ବନ୍ଧୁ ସ୍ୱାସ୍ଥ୍ୟ ହାନି ହେବ। 3ଟା 20 ପରେ କ୍ରମଶଃ ଶୁଭ ଖବର ଆସିବ, ଧନାଗମ ହେବ, ସୁଭୋଜନ ମିଳିବ, ମିତ୍ରମାନେ ପାଖେଇ ଆସିବେ, ଆନନ୍ଦିତ କରିବେ। ଗ୍ରହ ଶାନ୍ତି ପାଇଁ କାଲି ବି କହିଥିଲି, ଆଜି ବି କହୁଛି, ମୀନ ରାଶିକୁ ସତର୍କ କରାଇ ରାମ ରକ୍ଷା କବଚ ସ୍ତୋତ୍ର ପାଠ କରନ୍ତୁ। ଅନ୍ତତଃ ଦିନକୁ ଥରେ ଦୁର୍ଗା ମନ୍ଦିର ଯାଇ ଆଣ୍ଠେଇ ପ୍ରଣାମ କରି କେବଳ ଶୁଣାନ୍ତୁ ମା'କୁ ଦୁର୍ଗା ଦୁର୍ଗା ଦୁର୍ଗା। ହେଲା, ସଇଲା। କାଲି ଆସନ୍ତାକାଲି ଯଦି ଈଶ୍ୱର ଚାହିଁବେ ମୁଁ ପୁଣି ଆପଣଙ୍କ ଦୁଃଖ ସୁଖ ହେବି। ଆଜି ପାଇଁ ଏତିକି, ନମସ୍କାର।